ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଦେଖନ୍ତୁ, ଯିଏ ଯାହା ହେଇଥିବା କଥା ସେ ଆଗରୁ ହେଇକିରି ଆସିଛି, ଅର୍ଥାତ ମା ପେଟରୁ ହେଇକିରି ଆସିଛି। ଏଠି ଆମେ ଚେଷ୍ଟା କରିକିରି ଯଦି ହବା ତାହେଲେ ଏକ୍ଜାକ୍ଟଲି କର୍ଣ୍ଣ ଚରିତ୍ର ଭଳିଆ ଆମେ ହବା। କର୍ଣ୍ଣ ଚରିତ୍ର କଣ? କର୍ଣ୍ଣ ଆପଣଙ୍କର ମୋ ଭାଷାରେ ମୁଁ ବୁଝିଛି ଅର୍ଜୁନ ଠାରୁ ସେ 1 ନମ୍ବର ଯୋଦ୍ଧା। କାହିଁକି ନା ପିତୃ ପରିଚୟ ନଥିବାରୁ, ପାଳିତ ପୁତ୍ର ହେଇଥିବାରୁ ସେ ହାରିଲେ। ଆମେ ସେମିତି ଆମର ବର୍ତ୍ତମାନ ଗୋଟେ ଗୁରୁବାଦ କଥା ପଡୁଛି। ପିତୃ ପରିଚୟ ନଥିଲେ ତମେ ହେଲ କୂଳଶୀଳ, ମାନେ କୂଳଶୀଳତା ନା କୂଳଶୀଳ କଣ ଗୋଟେ ସାହିତ୍ୟ ଭାଷାରେ କୁହନ୍ତି, ମୋର ମନେ ପଡୁନି। ମାନେ ତମର କୂଳ ନାହିଁ, ଅର୍ଥାତ ଜାତି ଗୋତ୍ର ନାହିଁ। ଆଉ ଆପଣଙ୍କର ଗୁରୁ ଯଦି ନଥିବେ ତାହେଲେ ତମେ ବେଗୁଡିଆ, ଗୋଟେ ଶବ୍ଦ ବର୍ତ୍ତମାନ ଆମ ସାଧୁ ଜଗତ ଭିତରେ ଆମର ଯୋଉ କଥାବାର୍ତ୍ତା ଆମର ଚାଲୁଛି ସେଇ କଥା କହୁଛି, ବେଗୁଡିଆ। ଗୁରୁଭକ୍ତି ଗୀତା ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି। ଅଭିରାମ ପରମହଂସ ଦେବ କହିଛନ୍ତି, ତୋର ଗୁରୁ ମୋର ଗୁରୁ ବାଞ୍ଛା କଳ୍ପତରୁ। ଅଚ୍ୟୁତାନନ୍ଦ ମହାପୁରୁଷ କାହାକୁ ଶିଷ୍ୟ କରିନାହାନ୍ତି। ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଯଦି ଶିଷ୍ୟ କୁହାଯାଏ, 1 ନମ୍ବର ଶିଷ୍ୟ ହେଲେ ରାମଦାସ। ସେ ବି ତାକୁ କହିନାହାନ୍ତି ଯେ ରାମଦାସ ତୁ ମୋ ଶିଷ୍ୟ ବୋଲି, ମୁହଁରେ କହିନାହାନ୍ତି। ଅଚ୍ୟୁତାନନ୍ଦ ମହାପୁରୁଷ କୁହନ୍ତି, ରାମଦାସ ଶୁଣନ୍ତି, ରାମଦାସଙ୍କ ଇଏରେ ଦ୍ୱାଦଶ ଗୋପାଳ ଥିବେ ସେ ଶୁଣନ୍ତି। ରାମଦାସ ଶୁଣିକିରି କଣ କରିଛନ୍ତି ନ କରିଛନ୍ତି ସେ କଥା ପ୍ରଭୁ ଜାଣନ୍ତି। ଦ୍ୱାଦଶ ଗୋପାଳ ଶୁଣିକିରି କଣ କରିଛନ୍ତି ନ କରିଛନ୍ତି ସେ କଥା ପ୍ରଭୁ ଜାଣନ୍ତି। ଆମେ ଏତେ ବାଟକୁ ଯିବା ନାହିଁ। ମହାପୁରୁଷ ଯୋଉ କଥା ଲେଖିଛନ୍ତି ମାଳିକା ମାଧ୍ୟମରେ, ଗୋଟିଏ ଆଗରୁ କହିଥିବି କଣ, କହୁଛନ୍ତି ରାମଚନ୍ଦ୍ର ଶ୍ରୀଗୁରୁଙ୍କୁ ଚାହିଁ, କଳିଯୁଗ ଲୀଳା ମୋତେ କହିବେ ବୁଝାଇ, କେବଳ ଦେଶରେ ଜନ୍ମ ହୋଇବେ ଆପଣ, କହନ୍ତି ଦିନ ତୁତ ମନ ଦେଇ ଶୁଣ। ଶିଷ୍ୟ ପଚାରିଲେ, ଗୁରୁ କହିଲେ, 2 ପଦ 4 ପଦ। ଗୁରୁ କହୁଛନ୍ତି, ମହାପୁରୁଷ ଅଚ୍ୟୁତାନନ୍ଦ କହୁଛନ୍ତି, କ୍ଷୀର ନଦୀ ଦକ୍ଷିଣରେ ଲିଙ୍ଗ ନାମେ ଦେଶ, ଖଞ୍ଜିଛି ଧାତା ପଶ୍ଚିମେ ନିଗମ ମହେଶ, ଚାତବଟ ଗୁପ୍ତ ତାର ପୂର୍ବ ଦିଗେ ଉଦେ, ଗୀତେ କହିଲେ ଅତୁତି ପଦ୍ମ ପାଦ ଛନ୍ଦେ। କଣ କହିଲେ ମହାପୁରୁଷ? ଗଲା ଖରେ କଥୋପକଥନ ହେଇଯାଇଛନ୍ତି ମହାପୁରୁଷଙ୍କର ରାମଦାସଙ୍କର। ଖରେ ଆସିଲା, କ୍ଷୀର ନଦୀ ଦକ୍ଷିଣରେ ଲିଙ୍ଗ ନାମ ଦେଶ, ଖଞ୍ଜିଛି ଧାତା ପଶ୍ଚିମେ ନିଗମ ମହେଶ, ସାତବଟ ଗୁପ୍ତ ତାର ପୂର୍ବ ଦିଗେ ଉଠେ, ଛନ୍ନ ଅତୁତି କହିଲେ ଗୀତ କହିଲେ। ସାତବଟ କଥାଟା ମୁଁ ଆଜି କହୁଛି। ସାତବଟ କହିଲେ କଣ? ସାତବଟ କହିଲେ ଆପଣଙ୍କର ଯୋଉ ବଟ ବୃକ୍ଷର ସ୍ୱତନ୍ତ୍ରତା ରୂପ ଗୋଟେ ଥବ। ସାତବଟ, ସାତ କହିଲେ ପୃଥିବୀର ଗୋଟେ ବଟ, ମାନେ ମୁଁ ବଟ କଥା କହୁନାହିଁ, ସାତବଟ ମାନେ ବଟ ବୃକ୍ଷ କଥା କହୁଛି। ବଟ ବୃକ୍ଷ ଆମର ଯୋଉ ବଟ ବୃକ୍ଷ, କଳ୍ପ ବଟ, ଆପଣଙ୍କର ସେ ଯୋଉ ରତ୍ନ ବଟ, ଯେତେ ସବୁ ବଟ ବୃକ୍ଷ ଅଛି ମୁଁ ସେଇ କଥା କହୁଛି। ସାତବଟ ତା ଭିତରେ ଅନ୍ୟତମ। ପରମ ବ୍ରହ୍ମ ନିରାକାର ବିଷ୍ଣୁ ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଅଛନ୍ତି କଳ୍ପବଟ, ପାରାଦୀପରେ ରତ୍ନବଟ, କୋଉଠି ଉଦୟ ବଟ, ସବୁ ବଟ ବିରାଜମାନ ଅଛନ୍ତି। ଆମ ଗ୍ରାମ ଦେବତୀଙ୍କ କତିରେ ବଟ ଅଛନ୍ତି 500 ବର୍ଷ ଭିତରେ
300-400 ବର୍ଷ ଭିତରେ ସେ ବଟଙ୍କର କିଛି ବି ହେଇନି। କିଏ କିଛି ଭାବିଥିବେ କହିବେ ଏଇ ବଟ ବୋଧେ କହୁଛି, ନା ନା, ଆମେ ତ ମଣିଷ ବଟ, ମାନେ ମୁଁ ତ ମଣିଷ ବଟ ନୁହଁ, ମୁଁ ହଉଛି ଲୋକ ବଟ। ମଣିଷ କଣ ଅଛି କି ମୁଁ ଆଉ, ମନୁଷ୍ୟ, ମାନବ, ନର, ଲୋକ 4 ଭାଗରେ ବିଭକ୍ତ ହେଇଛି ନା, 4 ଯୁଗ। ସାତପଟ ଗୁପ୍ତତାର ପୂର୍ବ ଦିଗ ଉଦେ କ୍ଷମେ ଅଚ୍ୟୁତି କହିଲେ ଗୀତ ପଟ ଶୁଣିଲେ। ସାତପଟ କହିଲେ ସେ ବଟ ବୃକ୍ଷ ମୁଁ ଭାବୁଛି ଆଉ କୋଉଠି ନଥିବ, ଅର୍ଥାତ ପୃଥିବୀ ଭିତରେ ନଥିବ ବୋଲି ଏଇ କଥା ବୋଧେ ମହାପୁରୁଷ ଲେଖିଥିବେ। ଆମେ କଣ ଜାଣିଛୁ କି 560 ବର୍ଷ ତଳେ, ଆମେ 50-55 ବର୍ଷ ହେଲା ଆମେ ଏତେ କଥା ଜାଣିଛୁ। ଆମେ ଯୋଉ ସବୁ ଆମର କହୁଛନ୍ତି ରିସର୍ଚ୍ଚର ଆଉ ଡକ୍ଟରେଟ କରିଛନ୍ତି ମାଳିକାରେ, ମୁଁ ସେଇ ଅନୁସାରେ କହୁଛି। କିଏ ଡକ୍ଟରେଟ କରିଛନ୍ତି, କିଏ ରିସର୍ଚ୍ଚ କରିଛନ୍ତି, ମାଳିକା ଗବେଷକ, ଏସବୁ କଥା ତ ମୁଁ ତାର ଆକ୍ଷରିକ ଅର୍ଥ ଜାଣିନି। ସେ ମାନେ ସେମାନେ ତ କହୁଛନ୍ତି ସେ ତାଙ୍କର ଗବେଷକ କରୁଛନ୍ତି, ଗବେଷଣା କରୁଛନ୍ତି, ମାନେ ରିସର୍ଚ୍ଚ କରୁଛନ୍ତି, ଆମେରିକା ଭଳିଆ ରିସର୍ଚ୍ଚ କରୁଛନ୍ତି। ଆମେରିକା କୁଆଡେ ରିସର୍ଚ୍ଚ କରୁଥିଲା, ଗୋଟେ ରୋଗୀ ହେଇଥିଲା ଆମର ରେଡିଓରେ ନାଟକ ଶୁଣୁଥିଲୁ 30-35 ବର୍ଷ ତଳେ, 35 ନୁହଁ 40 ବର୍ଷ ତଳେ, ମୁଁ ସେତେବେଳକୁ ତଥାପି 17 ବର୍ଷ ହେଇଯିବ, 40 ନୁହଁ 45 ବର୍ଷ ତଳେ ନାଟକ ଶୁଣୁଥିଲି ରେଡିଓରେ। ହଁ, ମାନେ ଗୋଟେ ଲୋକ ମରିବାକୁ ଅଛି, ଆତ୍ମାଟା କୁଆଡେ ଯାଉଛି ତାକୁ ରିସର୍ଚ୍ଚ କରିକି ଦେଖିବ ବୋଲି, ମାନେ ଆମେରିକା ବାଲା ବହୁତ ରିସର୍ଚ୍ଚବାଦୀ ତ, ସେ ଦେଖିବେ ବୋଲି ତାଙ୍କର ହଉଛି ଚାଲିଲା ଯୋଜନା। 5 ମିନିଟ୍ ଅଛି ଲୋକଟା ମରିଯିବ, ସେତେବେଳେ ରିସର୍ଚ୍ଚ କରିକି ଜାଣିଲେ 5 ମିନିଟ୍ ଅଛି, ତାହେଲେ ଲୋକଟା ମରୁଛି କେମିତି, ଆତ୍ମା କୁଆଡେ ଯାଉଛି ଆମେ ତାକୁ ଦେଖିବା। ସେ ବୈଜ୍ଞାନିକ ମାନେ ମିଶିକିରି ତାଙ୍କର ଗୋଟେ କାଚର ଗୋଟେ ବିରାଟ ବମ୍ କଲେ, ବିରାଟ ବମ୍ ମାନେ ଆମର ତ କାଚର ଗୋଟେ ଘର କରିଲେ, ତାହେଲେ ଦେଖିବା ଆତ୍ମାଟା କୁଆଡେ ଯାଉଛି, ଆମେ ତାକୁ ଧରିକି ରଖିକି ପୁଣି ରୋଗୀ ଭିତରେ ପୁରେଇ ଦେବା, ସେ ବଞ୍ଚିଯିବ। ଆରେ ବାବା, ତମେ ରୋଗୀ ଭିତରେ ପୁରେଇକିରି ବଞ୍ଚିବ, ସବୁ ଯାଇକି ଏକାନ୍ତରରେ ରହିଲେ। 5 ମିନିଟ୍ ହେଇଗଲା, 5 ମିନିଟ୍ ହେଲା ବେଳକୁ ସେ ଲୋକ ଟିକେ ତା ଭିତରେ ପୁରେଇଥିଲେ, ତା ମସ୍ତିଷ୍କ ଚିନ୍ତା, ମସ୍ତିଷ୍କ କହିଲେ ବୁଝି ନଥିବ। ମୋରି କଥା ତ ସବୁବେଳେ କହୁଛନ୍ତି ବୋଲି ଆମ ଅମି ଆଉ ମୋ ସାନ ଭାଇ ସବୁବେଳେ କହୁଛନ୍ତି, ଭାଇ ଆପଣଙ୍କ କଥା ସବୁ କହିଲେ, ପୁଣି ଆପଣଙ୍କ କଥା ମୁଁ କଣ ଧର ପେଟ ଭିତରକୁ ଟିକେ ଆସିଲି। ଆରେ ଶୁଣନ୍ତୁ, ଜାଣନ୍ତୁ, କର୍ମ ଆଚରିବା କର୍ମ ରଖତୁ ସନାତନ ଧର୍ମ। ଭଗବାନ ଶ୍ରୀକୃଷ୍ଣ ଆସିଲେ ଆଚରିବା କର୍ମ କହିକିରି ଗଲେ, ରାମଚନ୍ଦ୍ର ଭଗବାନ ଆସିଲେ ଆଚରିବା କର୍ମ କହିକିରି ଗଲେ। କଳିଯୁଗ ଲୋକ କଣ ଆଚରିବା କର୍ମ କରୁଛନ୍ତି, ଭଗବାନଙ୍କ ଆଚରିବା କର୍ମ କଣ କରୁଛନ୍ତି? ମୁଁ ଗୌଡ଼ ହେଇକିରି ବି ଆମ ଘରେ ଗାଈ ନାହିଁ, 2-4 ବର୍ଷ 10 ବର୍ଷ ତଳେ ଥିଲା, ବର୍ତ୍ତମାନ ଗାଈ ନାହିଁ। ଆଚରିବା କର୍ମ କିଏ କରିବ? ସବୁ କର୍ମ ଛଡା ହେବେ, କର୍ମ ଛଡା, ଧର୍ମ ଛଡା, ଦେଶ ଛଡା, ଜାତି ଛଡା, ଯେତେ ଛଡା ଜ୍ଞାନ ସବୁ ମାନିବେ ଲୋକ। ଯାଉ ଆମେରିକା ବାଲା ବସିକିରି ରହିଲେ, ଆତ୍ମା ବାଲା ଦୁଃଖ ଦୁଃଖୀ ବାଟେ। ଦୁଃଖ ଦୁଃଖୀ ଆମର ଗୋଟେ ଅଛି, ପିଲାମାନଙ୍କର ଦେଖିବେ, ଯୋଉ ପିଲା ଛୋଟ ପିଲାଟିଏ ସଦ୍ୟ ଜାତ 3-2 ଦିନର ଛୁଆ, ମୁଁ ଭାବୁଛି 6 ମାସ ଯାକେ ଏଠି ଦୁଃଖ ଦୁଃଖୀ ହଉଥିବ। ଆମର ତ ହିପି ଛୁଟି ହେଇଯାଇଛି, ଆଉ ଆମେ ଏମିତି କରିଦଉଛେ। ଆଉ ଆମର ପୁଅ ପିଲା ହେଲେ ହିପି କରିଦେଲେ, ଇଏ ସିନ୍ଦୁର ଫିନ୍ଦୁର ମାରିଦେଲେ, ଆଉ ଝିଅ ପିଲା ତାଙ୍କର ବାହାସାହା ହେଇଗଲେ ଏଠି ମାରିଦେଲେ କଣ ସୀମନ୍ତରେ ସିନ୍ଦୁର ମାରିଦେଲେ, ମାନେ ସୀମନ୍ତ ସିନ୍ଦୁର କଥା ତ ଜାଣୁଥିବେ। ଆଉ ଠିକ ଅଛି, ତାକୁ ମାରିଦେଲେ। ବର୍ତ୍ତମାନ ସେ ଦୁଃଖ ଦୁଃଖୀରେ ସେଇଟା ହଉଛି କଥାଟା, କୋଉଠି କହୁଥିଲି, କୋଉ କଥାଟା, ଦୁଃଖ ଦୁଃଖୀରେ ଆତ୍ମା ହଉଛି ସେଇ ବାଟେ ଥିଲା। ଆତ୍ମା ଯେତେବେଳେ ସେଇ ବାଟରେ ଥିଲା, ଇଏ ଯୋଉ ରିସର୍ଚ୍ଚ କରୁଥିଲେ, ରିସର୍ଚ୍ଚ ଭିତରେ ଦେଖିଲେ ଯେ ଠିକ 5 ମିନିଟ୍ ପରେ, ରିସର୍ଚ୍ଚ ବୈଜ୍ଞାନିକ ମାନେ ରିସର୍ଚ୍ଚ କରୁଛନ୍ତି, କଣ ଭୁଲ କରୁଛନ୍ତି? ମୋବାଇଲ ଟାକୁ କିଏ ବାହାର କରିଛି? ବୈଜ୍ଞାନିକ ବାହାର କରିଛି। ଘଣ୍ଟାକୁ ବୈଜ୍ଞାନିକ ବୈଜ୍ଞାନିକ କଣ ଆମେ ମାନି ପାରିବା? ବୈଜ୍ଞାନିକ ହେଲା ବିଶେଷ ଜ୍ଞାନର ଅଧିକାରୀ, ସବୁ ଜାକ ସେ ବାହାର କରିଛନ୍ତି, କିନ୍ତୁ ଗୋଟେ ଉଗୁରି ଉଠିବା ଜିନିଷ ବାହାର କରିଛନ୍ତି, ଯୋଉଟା ପକେଇଦେଲେ ମରିଯିବ, ସେଇଟା ହଉଛି ଭାରି ଡେଞ୍ଜର। ନହେଲେ ଆଉ ସବୁ ଭଲ ଜିନିଷ ବାହାର କରିଛନ୍ତି। ଆମର ରୋଗ ହେଲା, ଔଷଧ ବାହାର କରିଦେଲେ। ଆମର ଯୋଉ କଲରା, ହାଡ ଫୁଟି, ମିଳିମିଳା ଆମ ଛୁଆ ବେଳେ ସବୁ ଥିଲା, ତାକୁ ହଟେଇ ଦେଲେ। କ୍ୟାନ୍ସର ହଟେଇବା ପାଇଁ, କିନ୍ତୁ ଉତୁପାତିଆ ଜିନିଷ ଗୋଟେ ରଖିଛନ୍ତି, ଯୋଉ ଏଇଟାକୁ ଛାଡିଦେବେ, ଏଇଠି ସୁଟାକୁ ମାରିଦେବେ, ସେଠି ସେ ଆମେରିକା ଧ୍ୱଂସ। ସେଇଟା ହଉଛି ଦୁର୍ଗୁଣ। ବୈଜ୍ଞାନିକର ଯଦି ଦୁର୍ଗୁଣ ରହିଲେ, ଆମର କଣ ଦୁର୍ଗୁଣ ରହିବନି? ଆମେ କଣ ଏମିତି କଣ ହେଇଗଲେ? ଆମର ରହିବ ଦୁର୍ଗୁଣ ନା, ଆମର ରହିବ ଦୁର୍ଗୁଣ। ହଉ ଠିକ ଅଛି, ସାଡକୁ ପଳେଇଗଲେ ବେତାଳ ହେଇଯିବ, ମୋର ଟାଇମ ପାସ୍ ହେଇଯିବ। ଆଚ୍ଛା, ଆପଣଙ୍କର ସେଠୁ ଅନେଇଲେ, ନୀଳ, ନୀଳ ମାନେ ଧଳା ନୀଳ ବର୍ଣ୍ଣ, ଏଡିକିଟିଏ ଜ୍ୟୋତି, କହିଲେ ମୁଣ୍ଡୁରୁ ବାହାରିଲା। ମୁଣ୍ଡୁରୁ ସେ ବାହାରିଛି ମାନେ କୋଉଠି ବାହାରିଲା? ଦୁଃଖ ଦୁଃଖୀ ହେଇଛି। ମୁଁ ଟିକେ ଦୁଃଖ ଦୁଃଖୀ ଚିହ୍ନି ଦେଉଛି, କିଏ ଦୁଃଖ ଦୁଃଖୀ ଜାଣିଥିବେ କି ନାହିଁ? ଏ ଦୁଃଖ ଦୁଃଖୀରେ ଆମର ଥଣ୍ଡା ଫଣ୍ଡା ହେଲେ ଛୁଆ ବେଳେ ଘିଅ ଘଷନ୍ତି, ତମର ତ ଏଇখানে ଘଷା ହଉନି, ଇଞ୍ଜେକ୍ସନ ଦିଆ ହେଇଯାଉଛି। ସେଇଠୁ ବାହାରିଲା ଏଡିକିଟିଏ ପେଙ୍କା, ଅନେଇଛନ୍ତି। ବାଡୁଙ୍ଗିରି ଫଟେଇ ଦେଲା କଣ, ତାଙ୍କ ରିସର୍ଚ୍ଚ ସେଣ୍ଟରର ସେ ଯୋଉ କାଚର ବନ୍ଦ କରିଥିଲେ, ତାକୁ ଫଟେଇ ଦେଇକିରି କୁଆଡେ ଗଲା ଆଉ ପାଇଲେନି। ଜୀବନକୁ ରଖିକିରି ତମେ ପୁରେଇବ, ଏଇଟା କଣ ଅକ୍ସିଜେନ ଲଗେଇକିରି ଜବରଦସ୍ତି ନିଶ୍ୱାସ ମରେଇବ?
ଏ ସୃଷ୍ଟିର ଏକମାତ୍ର ମାଲିକ ହଉଛନ୍ତି ଜଣେ, ଯାହାର ଆଜ୍ଞାରେ ପର୍ବତ ଜଳେ ଭାତ ଈଶ୍ୱର ମତ। ବିଜ୍ଞାନ କରିବ, କିଛି କରିବ, କିନ୍ତୁ ସବୁ କରିପାରିବନି। କାହିଁକି ନା ଯନ୍ତ୍ର ମନ୍ତ୍ର ତନ୍ତ୍ର, ଯନ୍ତ୍ର ମନ୍ତ୍ର ତନ୍ତ୍ର ତିନିଟା ହେଲା, ଚାରିଟା ଯୁଗ ପୁରା। ବେଦ ଯଜ୍ଞ ମନ୍ତ୍ର ତନ୍ତ୍ର କଣ ଗୋଟେ ହେଇଥିବ ଆଉ, ଛାଡ ମୁଁ ଏତେ କଥା ଆଉ କହିପାରିବିନି। ଆମେ କଣ ଏତେ ବୁଝେଇବା ପାଇଁ ଟୀକା ନେଇଛୁ ନା କିଛି କରୁଛୁ ନା, ଆମେ ଗୋଟେ ମୁଁ ତ ମୂଳରୁ କହିଛି ଟାଇମ ପାସ୍ ପାଇଁ ଆମେ ଚ୍ୟାନେଲ। ଆଉ ଭଲ ଲାଗିବ ଶୁଣିଲେ, ଯଦି ଭଲ ନ ଲାଗିବ ନ ଶୁଣିବେ, କିଛି ନାହିଁ। ଆମର ତାଳି ଯେତିକି ଆନନ୍ଦ, ଗାଳିଟା ତାର ଗାଳି ହେଲେ ଟିକେ କାଟିବ ନା, ଗାଳିଟା କୋଉ ଟୁବରେ ଦେଲେ ଟିକେ କହିବ। ଆମର ଜଣେ ଭାଇ ଥିଲେ କୋରାପୁଟରେ, ତାହେଲେ ତମେ କଣ କହିଲ, ସବୁ ସମସ୍ୟାର ସମାଧାନ କରିଦେବୁ ନା କରିଦେବି, କରିଦେବି। ମୁଁ କହିଲି କୋଉ ମାତ୍ରାରେ କୁହାହେଇଛି, କୋଉ ବାଇଟ ମାଧ୍ୟମରେ, କୋଉ ସେନ୍ସରେ କୁହାହେଇଛି ବୁଝ। ଯୋଉମାନେ ଆତ୍ମହତ୍ୟା କରୁଛନ୍ତି, ଯଦି ମୋ ସାଙ୍ଗରେ ଯୋଗାଯୋଗ କରିବେ ମୁଁ ତାଙ୍କୁ ବଞ୍ଚେଇଦେବି। ତାଙ୍କୁ ହେଲାଣି 70-72 ବର୍ଷ ହେଲାଣି, ବହୁତ ବଡ ଭାଇ ଜଣେ। ମାନେ ମୁଁ ଏଇ କଥା କହି, ତମେ ବାଇଟ ଭଲ କରି ଦେଖ। ଆମେ କିଛି କରିପାରିବୁନି। ଆମେ ଯଦି କିଛି କରିପାରୁଥାନ୍ତି, ମାନେ ଯାହାର ଆଜ୍ଞାରେ ପର୍ବତ ତଳେ ଭାସି ଈଶ୍ୱର ମତ, ପବନ ଟିକେ ହେଲେ ଦୁବ ଘାସ ହଲୁଛି, ମୁଁ ଏଠି ଯୋଉଠି ବସିଛି, ପବନ ଯଦି ନାହିଁ ମୁଁ ଏଟା ଆଜି କାହିଁକି ପିନ୍ଧିନି। ଆମର ସେ ସାରେ ଆମର ଅଛନ୍ତି, ଆମ ଶିବ ସାରେ ଅଛନ୍ତି, କହିବେ ଆଉ ତମର କଣ କିଛି ନଥିଲା ପିନ୍ଧିବା ପାଇଁ, ଗରମ ହଉଛି ପିନ୍ଧିବି କଣ, ଦେଖୁନା ଚନ୍ଦନ ଫନ୍ଦନ ଟିକେ ମାଟି ପୁରା ବୋହି ହେଇଯାଇଥିବ। ମୁଣ୍ଡଟାକୁ ଟିକେ 10 ହାଣ୍ଡି ଭଳିଆ ନଚିତେଇଲେ ଭଲ ଦେଖାଯିବନି ନା। ଭଲ ଏବେ ବାବା ଜଣେ କହୁଛନ୍ତି, ମାଳି ଗୁଡାକ ନ ପକେଇଲେ ଭଲ ଦେଖାଯିବନି। ମାଳି ତ ମୁଁ 2-3ଟା ସବୁବେଳେ ପକାଏ, ଆଉ ଗୋଟେ ଏକ୍ସଟ୍ରା ମାଳି ପକେଇଛି ଏଇଟା। କଣ କରିବ କହିଲ, ଦେଶକୁ ବେଶ ଭିକାରୀ ହେଇକିରି ଯିବ, ପ୍ୟାଣ୍ଟ ସାର୍ଟ ପିନ୍ଧିଥିବ, ସୁଟ ଉଠ, ବାବୁ ପଇସା ଦେଇ ମତେ ଦିଅ, ପାହାଡ କାଟିକି ଆସିବ। ଏଟା ମଜା କରୁ। ଯଦି ଭିକାରୀ ବେଶ ଧାରଣ କରିକିରି ଯିବ, ଚିରା ଫଟା ଖଣ୍ଡେ ପିନ୍ଧିଥିବ, ଖଟା ତାଟିଆ କଂସା ଗୋଟେ ଧରିଥିବ, ତମର ମାଗିବା ଦରକାର ନାହିଁ, ତାକୁ ଥୋଇ ଦେଇକିରି ଗୋଟେ ଛିଣ୍ଡା ଅଖାରେ ବସିଯିବ, ଲୋକ ପଇସା କଥା କରିଦେବେ। ଦେଶକୁ ବେଶ। ତେଣୁ ଆମକୁ କଣ ବର୍ତ୍ତମାନ କରିବାକୁ ପଡିବ, ମୁଖ୍ୟ କଥା ହେଲା କେଉଁଠୁ ଆସିଲା ଜୀବ ତାହା ନ ଜାଣେ ବ୍ରହ୍ମା ଶିବ। ଜୀବ କୋଉଠୁ ଆସିଛି, କୋଉଠିକି ଯିବ, କୋଉଠି ଥିଲା, ଏକଥା ବ୍ରହ୍ମା ଶିବ ଜାଣିନାହାନ୍ତି। ପରମ ବ୍ରହ୍ମ ବିଷ୍ଣୁଙ୍କ କଥା ଆମେ କହିବା ନାହିଁ, କାରଣ ନିରାକାର ବିଷ୍ଣୁ ତ ହଉଛନ୍ତି ସେ ମାନେ ସୁପର ଡିଭାଇନ ପାୱାର ନା, ସୁପ୍ରିମ ଡିଭାଇନ ପାୱାର, ତାଙ୍କ ବିଷୟରେ ଆମେ କହିବାନି। ବ୍ରହ୍ମା ସୃଷ୍ଟି ସର୍ଜନା କରୁଛନ୍ତି, ଶିବ ସଂହାର କରୁଛନ୍ତି, ବିଷ୍ଣୁ ପାଳନ କରୁଛନ୍ତି। ପାଳନ ଭିତରେ ବି ତାଙ୍କର ଗୋଟେ ସ୍ୱତନ୍ତ୍ର ପାଠ ଅଛି, ଯୋଉ ପାଠଟାକୁ ସିଏ କେବଳ ଏକମାତ୍ର କରିପାରନ୍ତି, ଆମର ବ୍ରହ୍ମା ଶିବ ବି କରିପାରନ୍ତିନି। ଠିକ ଅଛି, ଅଧିକା କଣ କହିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।